କେମିତି ଅଛନ୍ତି ସମସ୍ତେ? ମୁଁ ବହୁତ ହି ଭଲ ଅଛି। ଚାଲନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଆପଣମାନେ ଗେସ୍ କରିକି ଜାଣିସାରିଥିବେ, ତଥାପି ମୁଁ କହିଦେଉଛି, ମୁଁ ଆଜି ବନେଇବାକୁ ଯାଉଛି କଲରାର ଚିପ୍ସ। ପ୍ରଥମେ କଲରାକୁ ଭଲ ଭାବରେ ଧୋଇ ନେବେ, ତାପରେ ତାକୁ ପତଳା ପତଳା କାଟି ନେବେ। ତାପରେ ଆପଣ ଗୋଟେ କରେଇ ନେବେ, ଆପଣଙ୍କର ପସନ୍ଦର ଅଏଲ୍ ନେଇଯିବେ। ମୋର ପସନ୍ଦର ଅଏଲ୍ ହେଲା ଫ୍ରିଡ଼ମ୍ ଅଏଲ୍। କାଟିଥିବା କଲରାରେ ପ୍ରଥମେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଜିରା ଗୁଣ୍ଡ, ମୁଁ ନିଜେ ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଘରେ ବନେଇଥିଲି, ସେଇଆକୁ ମୁଁ ୟୁଜ୍ କରିଛି। ସେଥିରେ ଟେଷ୍ଟ ପାଇଁ ଜଷ୍ଟ ଟିକେ ଚିକେନ୍ ମସଲା ମୁଁ ନେଇଯାଇଛି, ଫ୍ଲେଭର୍ ପାଇଁ ମଧ୍ୟ ଚିଲି ପାଉଡ଼ର, କଲର୍ ପାଇଁ ମୁଁ ବ୍ୟବହାର କରିଛି କର୍ଣ୍ଣଫ୍ଲୋର, ତରକାରୀ ମୁତାବକ ଏବଂ ଅଳ୍ପ ପାଣି ମିଶାଇ ଭଲ ଭାବରେ ଗୋଳାଇ ନେବେ, ତାପରେ ଛାଣି ନେବେ। ଦେଖନ୍ତୁ ମୁଁ ଥରେ ପୁରା କୁଡ଼କୁଡ଼ିଆ ପତଳା ଚିପ୍ସ ବନେଇଛି କେବଳ ଆରାରୁଟ୍ ଦେଇ ବା କର୍ଣ୍ଣଫ୍ଲୋର ଦେଇ। ତାପରେ ଆଉ ଥରେ ଯେଉଁ ମୁଁ ଚିପ୍ସଟି ବନେଇଛି ସେଥିରେ ଟିକେ ବେସନ ବି ମିଶାଇ ଦେଇଛି। ସେଥିପାଇଁ ଦେଖନ୍ତୁ ଚିପ୍ସଟି ଟିକେ ମୋଟାଳିଆ, ଅଳ୍ପକିନା ଟିକେ ମୋଟାଳିଆ ଚିପ୍ସ। ମୁଁ ଏମିତି ଦୁଇ ପ୍ରକାରର ଚିପ୍ସ ବନେଇ ନେଇଛି। ଆପଣମାନେ ଚାହିଁଲେ, ଆପଣମାନେ ଯଦି କଲରାକୁ ଖାଇବାକୁ ଭଲ ପାଆନ୍ତିନି ତାହେଲେ ଏମିତି ନିହାତି ଥରେ ଟ୍ରାଏ କରିବେ। କେମିତି କ'ଣ ଲାଗିଲା କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ମୋ ପୁଅର ଏମିତି ହିଁ କଲରା ଚିପ୍ସ ଫେଭରେଟ୍। ଆପଣମାନଙ୍କୁ କେମିତି କ'ଣ କଲରାକୁ ବନେଇକି ଖାଇବା ପାଇଁ ଭଲ ଲାଗେ କମେଣ୍ଟ କରିକି ନିହାତି ଭାବରେ ଜଣାଇବେ। ଆଶା କରୁଛି ଆପଣମାନଙ୍କୁ ବହୁତ ହି ଭଲ ଲାଗିଥିବ। ରହିଲି, ପ୍ରଣାମ।